ମାମୁଁ ହଁ ଦେଖିଲ ବାରାହା ପାଇଁ ଶିକାରୀ ଖଞ୍ଜିଥିଲା ବୋମା ହଁ ହାତୀ ଖାଇବାରୁ ତାର ଜୀବ ଛିଣ୍ଡିଲା। କଣ? କି ଦୟନୀୟ କଥା। ଏଟୁ କାଇଁ ଆଜି ବା 10 ଟଙ୍କା ଗୋଟେ ପାଇଲି ବାଟରେ ପଡିଥିଲା ପ୍ରଧାନର ବାଙ୍କ ପାଖରେ ଖର୍ଚ୍ଚ କରିବା 10 ଟଙ୍କାଟା ହଁ। ଏ ପଚାରୁନୁ ଏ ମାମୁଁ ମାମୁଁ ହଁ। ମୁଁ ତମକୁ କହୁନଥିଲି ମୋର ଗୋଟେ 10 ଟଙ୍କା କୋଉଠି ବାଟରେ ଆଇଲା ବେଳେ ପଡିଯାଇଛି। ହଁ କହୁଛନ୍ତି ବା ଅବିକା। ମୁଁ ପଚାରୁନୁ 10 ଟଙ୍କିଆ ନୋଟ ଟା ପଡି ଯାଇଥିଲା ମୁଁ ପଚାର ମାମୁଁ ବି ପଚାର ମାମୁଁ କହିଲା ନାଇଁ ମୁଁ ପାଇନି ଦେ ଦେ ମୋରି ପଇସା ଆବେ ମୋରି ପଇସା ଟା ପଡି ଯାଇଥିଲା 10 ଟଙ୍କିଆ ନୋଟ ଟା ଦେ ଦେ ଆଉ କେତେବେଳେ ଖାଇବା ଆଉ ଦଉନୁ ତା ପଇସା ଟା ପଡିଥିଲା ତାକୁ ଦଉନୁ। ହଁ ବା ମୁଁ ଏ ମାମୁଁ ପଚାରିଲି 2-3 ଜଣ ଛୁଆଙ୍କୁ ପଚାରିଲି ମୋର ପଇସାରେ ସବୁବେଳେ ଲୋଭ ତମର। ଦେ 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 ତାକୁ ଦେ। ତୁ ଦାଦା ସାଙ୍ଗରେ କେଇ ଦିନ ହେଲା ମିଶିଲୁଣି କଣ ମୋ ମାମୁଁ ସହିତ ମୁଁ ଛୁଆ ବେଳୁ ମିଶୁଛି। ତମ ବ୍ଲଡ ରେ ଶଳା ଟାଉଟରିଆ ଗୁଣ ଅଛି ଆବେ ମୁଁ ତ କଏନ ଟା ପାଇଲି ତୁ କହୁଛୁ ତୋର ନୋଟ ଟା ଆରେ ଇଡେ ଟାଉଟର ସାଙ୍ଗ ନା ବେଇମାନେ ଗୋଟେ ମାମୁଁ ଭଣଜା ଲଗେଇଛ ଫାର୍ସ ମିଛୁଆ ସିଏ କହିଦଉଛି ହଁ ଆଣେ ତା ପଇସା ମୁଁ ମୋର ବିଦ୍ୟାଳୟ ଦୋକାନରେ ମୁଡିକି ଯାଉଛି ଖାଇବି। କଥାଟାକୁ କହିଲୁ ଚଳେଇକି କହିଦେଲେ ହେଇଥାନ୍ତା ନା ତୁ 10 ଟଙ୍କିଆ ନୋଟ ଟା ଫଟକିରି କହିଦେଲୁ 10 ଟଙ୍କା ହଜିଯିବ କହିଥାନ୍ତୁ ମୋର। ଆଉ କେଇ ଦିନ ଦେଲେ ମୁଁ ବୁଦ୍ଧି ଶିଖେଇବି। ହଁ ଆଣୁନୁ କାହିଁ ସେମିତି ହଉଛୁ ଏଇଟା ସମ୍ପର୍କ ଯାଉନୁ ଛଡେଇକି ନେଇ ଆସିବୁ ତା ଠାରୁ ଏବେ ଯାଉନୁ ତାଠାରୁ ଛଡେଇକି ନେଇ ଆସିବୁ। ଟିପ ପକେଇଦେଲା। ହଁ ମ ସିଏ କୋଉ